श्रोतामंडली आपण माने समस्ते प्रफुल्लित आनंदित तथापि मु आउ टिके आनंद देवाई चाहूँगी। आज आम 27 तारीख रविवार 27 तारीख रविवार विषय रे आलोचना करिबा। मेष ठारू मीन जाए 12 राशि व्यक्ति समुदाय नवग्रहंकर केउं केउं शासन रे शासित हेबे एवं केउं केउं सुख और शांति पाइबे से विषय रे आमे आलोचना करिबा। आज 27 तारीख रविवार तृतीया तिथि सूर्यंकर उदय 5:21 पर सूर्यास्त 6:23 पर चंद्रकर उदय सूर्यास्त पर माने 6:23 पर और से अस्त हेबे 8:23 रे 6:23 रु 8:23 चंद्र आकाश रे दृश्य हेबे। बंधु मेष राशि पाई केउं केउं ग्रह एवं अशुभ अछंती ना तृतीय गुरु चतुर्थ बुध पंचम मंगल पंचम केतु द्वादश शनि एवं अशुभ। एणु यही ग्रह माने जो योजना करिवे से योजना फासरे अवश्य मेष राशि व्यक्ति समुदाय पड़े अहैराण हेबे। आज मेष राशि घातबार एणु घात जनित रक्तपात होई पीड़ा दब। अन्य सब भल नानाविध सुख मिल मात्र घात प्रतिघात जनित दुख हेतु रक्तपात होई पारे। शयन भोजन गमन पठन देवदर्शन आदि सुख मेष राशि को अवश्य मिल। 4:30 पर पाग सामान्य बदल अर्थात से सुख से दुख सामान्य परिवर्तन हेब अर्थागम हेबार सुयोग अच्छी। किसी शुभ खबर शुणी पारे। आम 27 तारीख रविवार विषय आलोचना करुचे। एबे देखिबा वृष राशि। वृष राशि पाई दुख देवे किए तृतीय बुध चतुर्थ मंगल चतुर्थ केतु अशुभ माने कम ग्रह अशुभ अच्छे माने फल टिके कम मंद हम। आज द्रव्य हानि जोग अच्छी माने किछि टंका पैसा घर जिनिस हजि जाई पारे भांगी जाई पारे नष्ट हो जाई पारे बा चोरी हो जाई पारे। तेणु आम टिके सावधानता अवलंबन करिबा। सावधानता अवलंबन करिबा विशेषकर राति रे बोले 6:23 रु 8:23 जाए चोरी हुए अच्छी। एणु सावधानता अवलंबन न कले दुख पाइबा। आज आदौ शुभ दिन नुहे बोली ग्रह माने घोषणा करते। किछि ना किछि रोग हेब दुख जंत्रणा बढ़ीजीव पुराणा रोग मुंड टेकिब अशांत बोध हेब मात्र 4:30 पर यही समस्या धीरे धीरे दूरे जीव। धीरे धीरे दूरे गला परे जो आलोक आसीब से आलोक रे मन बुझीजीव जे मु अतीत रे किछि भूल करिछि बा काली किछि भूल करथिली बोली आज मते ये दुख सब मिलला। खर्चांत हेबे पैसा अधिक मात्रा रे घरू पैकेट रू अंटारू खसीजीव किछि जरूरी काम पाई असमय। तेणु प्रिय लोक पाखक आसवे मधुर व्यवहार करेंगे। बंधु आम आज 27 तारीख रविवार मिथुन राशि आलोचना करवा। मिथुन पाई जन्म बृहस्पति
ଦ୍ୱିତୀୟ ରବି, ଦ୍ୱିତୀୟ ବୁଧ, ନବମ ରାହୁ, ଦଶମ ଶନି ଅଶୁଭ ଫଳ ଦେବେ। ତଥାପି ଏକ କାଳିଆ 24 ପଡ଼ିବା ନ୍ୟାୟରେ ଚନ୍ଦ୍ର ଶୁଭ ଥିବାରୁ ଚନ୍ଦ୍ରଙ୍କ କଲ୍ୟାଣରୁ ଧନ ଜନ ଗୋପ ଲକ୍ଷ୍ମୀ ବଢ଼ିଯିବ, ଭରିଯିବ, ଆପଣଙ୍କୁ ଆପ୍ୟାୟିତ କରିବ। ଉତ୍ତମ ଭୋଜନ, ସାଧୁ ମିତ୍ର, ସୁସନ୍ତାନ ଆଜି ଆପଣଙ୍କୁ ଆନନ୍ଦ ଦେବେ। ଆବଶ୍ୟକୀୟ ଠାରୁ ଅଧିକ ଧନ କରଗତ ହେବ। ମାତ୍ର 4ଟା 30 ପରେ ଏସବୁରେ ଆଉ ଟିକେ ଶାନ୍ତି ମିଳିବ। ଆମେ ଆଲୋଚନା କରୁଛେ ରବିବାର 27 ତାରିଖ। ଆସନ୍ତୁ ଯିବା କର୍କଟ ରାଶିଙ୍କ ପାଖକୁ। କର୍କଟ ପାଇଁ ଜନ୍ମ ରବି, ଦ୍ୱିତୀୟ ଚନ୍ଦ୍ର, ଦ୍ୱିତୀୟ ମଙ୍ଗଳ, ଦ୍ୱିତୀୟ କେତୁ, ଅଷ୍ଟମ ରାହୁ, ନବମ ଶନି, ଏକାଦଶ ଶୁକ୍ର, ଦ୍ୱାଦଶ ଗୁରୁ। ମାନେ ମୁଁ କ'ଣ କହିଲି ଭାଇ, 9ଟା ଗ୍ରହ ଅଶୁଭ। କର୍କଟ ପାଇଁ 9ଟା ଗ୍ରହ ଅଶୁଭ। ତେଣୁ କର୍କଟ ରାଶିର ବନ୍ଧୁମାନେ ଆଜି ଟିକେ ଅଧିକ ଦୁଃଖ ଭୋଗିବେ। ଆଜି କର୍କଟ ପାଇଁ ପୁରୁଷ ଯେଉଁ ପୁରୁଷଙ୍କର କର୍କଟ ରାଶି, ସେମାନଙ୍କର ଘାତଚନ୍ଦ୍ର। ତେଣୁ ମାନସିକ ଆଘାତ ପାଇବେ ସେମାନେ। ତେଣୁ ଆଘାତ ପ୍ରାପ୍ତ ହେବ, ବୃଥା ବ୍ୟୟ ହୋଇଯିବ, ମନ ସନ୍ଦେହାଚ୍ଛନ୍ନ ହେବ, କିଛି ଭୁଲ କାମ କରିବେ। ଆଉ ସାବଧାନ, ରାଗିବେନି କାହା ଉପରେ। କାରଣ ଆଜି ଯେହେତୁ 9ଟି ଗ୍ରହ ଶୁଭ ଅଛନ୍ତି, ତେଣୁ ଆମକୁ ହଇରାଣ ନିଶ୍ଚୟ କରିବେ। ଆମେ ଧୈର୍ଯ୍ୟ ଧରିବା, ହସିବା, ସହିଯିବା, ସବୁ ଶୁଣିବା, ସମ୍ଭାଳି ନେବା। ମନ ଖାଲି ବ୍ୟାକୁଳ ହେବ, ଭାରି କଷ୍ଟ ଲାଗିବ। ମାତ୍ର ଆବଶ୍ୟକ ମୁତାବକ ସାମାନ୍ୟ ଧନ କରଗତ ହେବ, ରୁଚିକର ଖାଦ୍ୟ ମିଳିବ। ଏଣୁ ନୀରବତା ହିଁ ସୁଫଳ ଦେବ। ଭାଇ ଯେହେତୁ 9ଟି ଗ୍ରହ ଶୁଭ, ତେଣୁ ଆମେ ଟିକେ ଈଶ୍ୱରଙ୍କୁ ଡାକିବାନି। ମହାମୃତ୍ୟୁଞ୍ଜୟ ମନ୍ତ୍ର ବାରମ୍ବାର ଜପିବା। ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନଂ ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୁର୍ମୁକ୍ଷୀୟମାମୃତାତ୍। ମଙ୍ଗଳ ହେବ। ଆମେ 27 ତାରିଖ ଶନିବାର ବିଷୟ ଆଲୋଚନା କରୁଛେ। ଏବେ ଆସିବା ସିଂହ ରାଶିବାକୁ। ସିଂହ ପାଇଁ ଜନ୍ମ ମଙ୍ଗଳ, ଜନ୍ମ କେତୁ, ସପ୍ତମ ରାହୁ, ଅଷ୍ଟମ ଶନି, ଦ୍ୱାଦଶ ରବି, ଦ୍ୱାଦଶ ବୁଧ ଶୁଭ। ମାତ୍ର ଅନ୍ୟ ଗ୍ରହମାନେ କଲ୍ୟାଣ କରିବେ। ଏଣୁ ଆଜି ସୁଭୋଜନ ସିଂହ ରାଶିକୁ ଅବଶ୍ୟ ମିଳିବ। ସୁନିଦ୍ରା ହେବ, ସାଧୁ ମିତ୍ରଙ୍କ ସହିତ ସଂଳାପ ହେବ, ହାତକୁ ମୁଠା ମୁଠା ଧନ ଆସିବ, ଦେହ ଭଲ ରହିବ, ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସିଂହ ରାଶି ପାଇଁ ଆଜି ଗୋଟିଏ ଭଲ ଦିନ। ସବୁ ଦିଗରୁ ସିଂହର ଆଜି ଭଲ ହେବ। ଆମେ 27 ତାରିଖ ରବିବାର ଆଲୋଚନା କରୁଛେ। ଆସନ୍ତୁ ଯିବା କନ୍ୟା ରାଶି ପାଇଁ। କନ୍ୟା ପାଇଁ ଦ୍ୱାଦଶ ଚନ୍ଦ୍ର, ଦ୍ୱାଦଶ ମଙ୍ଗଳ, ଦ୍ୱାଦଶ କେତୁ, ସପ୍ତମ ଶନି, ଦଶମ ଗୁରୁ ଦୁଃଖଦାୟକ ହେବେ। ଏଣୁ ଯାବତୀୟ ସମସ୍ୟା ମାଡ଼ି ଆସିବ। ଯାବତୀୟ ସମସ୍ୟା ଚକ୍ରରେ ପଡ଼ି ଭୁଲ କରି ବସିବେ କନ୍ୟା ରାଶିର ବ୍ୟକ୍ତି ସମୁଦାୟ। ଏଥିପାଇଁ ପରେ ସେ ମନସ୍ତାପ କରିବେ। ଦେହ ଓ ମନ ଭଲ ରହିବନି। ଏକାଦଶ ରବି, ଏକାଦଶ ବୁଧ ଓ ଷଷ୍ଠ ରାହୁଙ୍କ ପ୍ରଭାବରୁ ଏ ସମସ୍ତ ସମସ୍ୟା ଗୁରୁତର ହେବନି। ସମସ୍ୟା ଭୟଙ୍କର ଭାବରେ ଆସିବ। ବାତ୍ୟା ଆସୁଛି, ଡର ଲାଗିବ। ଏଇସବୁ ସମସ୍ୟା ଯାହା ଆସିବ ତାକୁ ସମାଧାନ କରିବେ ଷଷ୍ଠ ରାହୁ, ଏକାଦଶ ରବି, ଏକାଦଶ ବୁଧ। ତେଣୁ ସମସ୍ୟା ଆପଣଙ୍କୁ ପୀଡ଼ା ଦେବନି। ବନ୍ଧୁ, ଆମେ ଯିବା ତୁଳା ରାଶି ପାଇଁ। 27 ରବିବାର ତୁଳା ପାଇଁ ପଞ୍ଚମ ରାହୁ, ଅଷ୍ଟମ ଶୁକ୍ର, ଦଶମ ବୁଧ ଅଶୁଭ ହେଲେ ବି ଅନ୍ୟାନ୍ୟ ଗ୍ରହମାନେ ଶୁଭସ୍ଥ ଅଛନ୍ତି। ଏଣୁ ସମସ୍ତ ସୁଖ, ଶାନ୍ତି ଓ ଆନନ୍ଦ ମିଳିବ। ଗୁରୁବାର ଠାରୁ ଯେଉଁ ଶାରୀରିକ ସମସ୍ୟା ଅଛି ତାହାର ସମାଧାନ ହୋଇଯିବ। ଶାରୀରିକ ଶାନ୍ତି ମିଳିବ, ମାନସିକ ସୁଖ ମିଳିବ, ଆର୍ଥିକ ସମସ୍ୟାର ସମାଧାନ ହେବ।
ଆଜି ଇଚ୍ଛା ହେବ ଟିକେ ବୁଲାବୁଲି କରିବା ପାଇଁ। ତେଣୁ ପରିଭ୍ରମଣ ସୁଖ ଅବଶ୍ୟ ମିଳିବ, ଉତ୍ତମ ଭୋଜନ ମିଳିବ, ସୁଖ ନିଦ୍ରା ଆସିବ, ହିତାକାଂକ୍ଷୀ ମିତ୍ର ପାଖକୁ ଆସିବେ, ଦୁଃଖ ସୁଖ ହେବେ। ବନ୍ଧୁ, ଆମେ ଜୁଲାଇ 27 ତାରିଖ ରବିବାର ଆଲୋଚନା କରୁଛେ ବିଛା ରାଶି ବିଷୟରେ। ବିଛା ରାଶି ପାଇଁ ଚତୁର୍ଥ ରାହୁ, ପଞ୍ଚମ ଶନି, ଅଷ୍ଟମ ଗୁରୁ, ନବମ ରବି, ଦଶମ କେତୁ ଅଶୁଭ। ତେଣୁ ଏମାନେ ଅଶୁଭ ଚିନ୍ତା କରୁଛନ୍ତି। ଶତ୍ରୁଠାରୁ ମାନସିକ ବା ଶାରୀରିକ ବା ଉଭୟ ଦୁଃଖ ମିଳିବ ଶତ୍ରୁଠାରୁ। ଏତିକି ଦୁଃଖ, ଅନ୍ୟାନ୍ୟ ସମସ୍ତ କଥା ଭଲ। ଶାନ୍ତି ମିଳିବ, ସୁଖ ମିଳିବ, ସୁଖ ନିଦ୍ରା ଆସିବ, ସ୍ୱାଦିଷ୍ଟ ଭୋଜନ ମିଳିବ, ହିତୈଷୀ ସଖାଙ୍କ ସହିତ ସମୟ ସାମୟିକ ଭାବରେ ଶାନ୍ତିରେ କଟିବ ଓ ସେମାନଙ୍କ ସହିତ ସଂଳାପ ହେବ। ଋଣ କରଜ ଧାର ଦେଇଥିବା ଅର୍ଥ ଫେରିଆସିବ, ଧନାଗମ ହେବ, ଆଉ ଭଲ ଶାନ୍ତି ମିଳିବ, ଭଲ ପଇସା ମିଳିବ, ଭଲ ଭୋଜନ ମିଳିବ, ଭଲ ନିଦ ହେବ, ଭଲ ସାଙ୍ଗଙ୍କ ସହିତ ଦୁଃଖ ସୁଖ ହେବେ। ଆଉ ଆଜି ମନ ବ୍ୟାକୁଳ ହେବ, ଟିକେ ମନ୍ଦିର ଯାଆନ୍ତି କିନ୍ତୁ ଯାଇପାରିବେନି। ବୋଲେ ଦାମ୍ପତ୍ୟ, ପାରିବାରିକ, ଆର୍ଥିକ, ସାମାଜିକ, ଲୌକିକ ସମସ୍ୟା ଦୂର ହେବ, ସଦ୍ଭାବ ବଢ଼ିବ, ସମସ୍ୟା ଦୂର ହେବ, ସଦ୍ଭାବ ବଢ଼ିବ ଇତ୍ୟାଦି। ଆମେ 27 ତାରିଖ ରବିବାର ଆଲୋଚନା କରୁଛେ ଧନୁରାଶି କଥା। ଧନୁରାଶି ପାଇଁ ଚତୁର୍ଥ ଶନି, ଷଷ୍ଠ ଶୁକ୍ର, ଅଷ୍ଟମ ରବି, ନବମ ଚନ୍ଦ୍ର, ନବମ ମଙ୍ଗଳ, ନବମ କେତୁ ଅଶୁଭ। ତେଣୁ ଏମାନେ କେବେ ଶୁଭ ଚିନ୍ତା କରିବେ ନାହିଁ। କରିବେ କି? ଏଥିପାଇଁ ଅଯୌକ୍ତିକ ଭୁଲ ଆମେ କରିବା। ଆମେ ଆଲୋଚନା କରୁଛେ ଧନୁରାଶି କଥା। ଏତେ ଗୁଡ଼ିଏ ଗ୍ରହ ଖରାପ ଅଛନ୍ତି। ତେଣୁ ମନକୁ ଆଜି ବୁଝେଇବାକୁ ପଡ଼ିବ। ମନକୁ ଭୁଲ ଚିନ୍ତା ଆସିବ, ଆମେ ଅନ୍ୟମାନଙ୍କୁ ଭୁଲ କଥା କହିଦେବା, ଅକାର୍ଯ୍ୟ କରିବା ପରେ ଏଥିରେ ଅନୁତାପ କରିବା, ଆମେ କାହିଁକି ଭୁଲ କାମ କଲେ, ମୁଁ କାହିଁକି ଭୁଲ କାମ କଲି ବୋଲି ଅନୁତାପ କରିବା। ପରେ ଆଖିରୁ ଲୁହ ବୋହିବ ଯେ ମୁଁ ଭୁଲ କଲି ବୋଲି ଦଣ୍ଡ ଭୋଗିଲି। ସମ୍ମାନ ହାନି ହୋଇପାରେ। ଚେଷ୍ଟା କରନ୍ତୁ ଚୁପଚାପ ରହିବା ପାଇଁ। 20 ପଦ ଶୁଣିଲେ ପଦେ କୁହନ୍ତୁ ବା ନ କୁହନ୍ତୁ। ଚୁପଚାପ ନ ରହିଲେ ଅପମାନ 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 ମିଳିବ। ମାନସିକ ଶାନ୍ତି ହରଣ ହୋଇଯିବ, ଶାରୀରିକ ଦୁଃଖ ବଢ଼ିଯିବ। ଧନୁରାଶିର ବନ୍ଧୁମାନଙ୍କୁ ମୁଁ କହୁଛି, ସେମାନେ ସମସ୍ତେ ଚୁପ୍ ରହନ୍ତୁ ଆଉ ଯଥାସମ୍ଭବ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଓಂ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ଯେତେ ଅଧିକ ଜପିବେ ସେତେ ମଙ୍ଗଳ। ଏବେ ମକର କଥା ଆଲୋଚନା କରିବା। ମକର ରାଶି ପାଇଁ ଦ୍ୱିତୀୟ ରାହୁ, ପଞ୍ଚମ ଶୁକ୍ର, ଷଷ୍ଠ ବୃହସ୍ପତି, ସପ୍ତମ ବୁଧ, ସପ୍ତମ ରବି, ଅଷ୍ଟମ ଚନ୍ଦ୍ର, ଅଷ୍ଟମ ମଙ୍ଗଳ ଓ ଅଷ୍ଟମ କେତୁ। ତେଣୁ ଶୁଭ ଚିନ୍ତା କରିବା ପାଇଁ ଖୁବ୍ କମ୍ ଗ୍ରହ ଅଛନ୍ତି। ଏତେ ଗୁଡ଼ିଏ ଗ୍ରହ ଅଶୁଭ ଚିନ୍ତା କରୁଛନ୍ତି ମକର ରାଶି ପାଇଁ। କେବଳ ତୃତୀୟ ଶନି ଶୁଭ ଚିନ୍ତା କରୁଛନ୍ତି। ଏଣୁ ପାଟିରୁ ପ୍ରାୟ ଅକଥା ବାହାରିଯିବ। ଏତେ ଗୁଡ଼ିଏ ଗ୍ରହ ଅଶୁଭ ଚିନ୍ତା କରୁଛନ୍ତି, ମୁଣ୍ଡ ମନ ତ ଅସ୍ଥିର ହେବ ନା। ପାଟିରୁ ଅକଥା ବାହାରିଯିବ। ପ୍ରିୟ ଲୋକଙ୍କ ସହିତ ବୃଥା କଳହ ହେବ, ଝଗଡ଼ା ହେବ। ସାବଧାନ। ଅନୁଚିତ ବ୍ୟବହାର କରି ତୁମେ ଅପମାନ ପାଇପାର। ଶାରୀରିକ ଯନ୍ତ୍ରଣା, କ୍ଲେଶ ଯନ୍ତ୍ରଣା ଦେବ। ରୋଗ ବଢ଼ିଯିବ, ଦେହ ଅସୁସ୍ଥ ରହିବ। ଖାଦ୍ୟ ପାନୀୟ ରୁଚିକର ହେବନି। ବାରମ୍ବାର ଯଦି ଆମେ ଦୁର୍ଗା ଦୁର୍ଗା ସ୍ମରଣ କରିବା ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିବା, ତେବେ ଆଜି ଦିନ ଭଲ। ନହେଲେ ମକର ରାଶି ପାଇଁ ରବିବାର 27 ତାରିଖ ଆଦୌ ଭଲ ନୁହେଁ। ଶାରୀରିକ ଯନ୍ତ୍ରଣା ହେବ, ମାନସିକ ଦୁଃଖ ହେବ, ରୋଗ ବଢ଼ିଯିବ, କଳହ ହେବ ଇତ୍ୟାଦି। ଯଦି ପାରିବା ବାରମ୍ବାର ଦୁର୍ଗା ଦୁର୍ଗା ଉଚ୍ଚାରଣ କରିବା ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପିବା।
ଏବେ ଆମେ ଯିବା କୁମ୍ଭ ରାଶି ପାଇଁ। କୁମ୍ଭ ରାଶି ପାଇଁ ଜନ୍ମ ରାହୁ, ଦ୍ୱିତୀୟ ଶନି, ଷଷ୍ଠ ବୁଧ, ସପ୍ତମ ମଙ୍ଗଳ, ସପ୍ତମ କେତୁ ଅଶୁଭ। ଏଣୁ ଅନ୍ୟପକ୍ଷରେ ପଞ୍ଚମ ବୃହସ୍ପତି, ଷଷ୍ଠ ରବି, ସପ୍ତମ ଚନ୍ଦ୍ର ଶୁଭ ଫଳ ପ୍ରଦାନ କରିବେ। ଜନ୍ମ ରାହୁ ହେତୁ ବୃଥା କଳହ ହେବ। କୁମ୍ଭ ରାଶିର କଳହ ହେବ ବୃଥା, ରାହୁ ପାଇଁ ବୃଥା କଳହ ହେବ। ଦିନ 4ଟା ପରେ ଏହି କଳହ ସମସ୍ୟାର ରୂପ ନେବ। ଯେଉଁ କଳହ କରିଥିଲେ ତାହା ବାତ୍ୟା ରୂପ ନେବ, ଭୟଙ୍କର କ୍ଷତି ହେବ। ରୋଗ ଯନ୍ତ୍ରଣା ବଢ଼ିଯିବ। ଯଦି ନିଜକୁ ସଂଯତ ରଖିବେ ସବୁ ସଜାଡ଼ି ହୋଇଯିବ। ଏସବୁ ମୋ ଭୁଲ ପାଇଁ ହେଇଛି ଭାବନ୍ତୁ, ଅନ୍ୟ ଦୋଷ ଦେଖନ୍ତୁନି, ଦେଖିଲେ ହିଁ ଦୁଃଖ ଆସିବ। ଦିନଚର୍ଯ୍ୟା ସୁଖପ୍ରଦ ହେବ। ଧନ ସମସ୍ୟା ହେବ ନାହିଁ। ଆୟ ବଢ଼ିଯିବ। ଅତି ଅଧିକ ଧନ ହାତକୁ ଆସିବ। ଭୋଜନ ମିଳିବ ଏବଂ ତାହା ସ୍ୱାଦିଷ୍ଟ ହେବ। ବନ୍ଧୁ ଚର୍ଚ୍ଚା ହେବ। ଦେବ ଦର୍ଶନ ହେବ। 4ଟା ପରେ ରୋଗ ବଢ଼ିଯିବ। ଭାରି କଷ୍ଟ ହେବ। ଯେଉଁ ଶତ୍ରୁ ସକାଳେ ତୁମଠୁ ଗାଳି ଶୁଣିଥିବେ ସେମାନେ ଠେଙ୍ଗା ନେଇ ପହଞ୍ଚିଯିବେ 4ଟା ପରେ। ତେଣୁ ଯଥା ସମ୍ଭବ ସଂଯତ ହୁଅନ୍ତୁ, ମଙ୍ଗଳ ହେବ। ଏବେ ଆମେ ଆଲୋଚନା କରିବା ମୀନରାଶି ଉପରେ। 27 ରବିବାର, 27 ରବିବାର ଦିନ ମୀନରାଶି କେମିତି ଯିବ? ଦ୍ୱାଦଶ ରାହୁ, ଜନ୍ମ ଶନି, ଚତୁର୍ଥ ଗୁରୁ, ପଞ୍ଚମ ରବି, ପଞ୍ଚମ ବୁଧ ଓ ନିଜ ମନ ଅମଙ୍ଗଳ କାମନା କରିବେ ନିଜର। ଏହି ଗ୍ରହମାନଙ୍କ ପାଇଁ ଯାହା କିଛି ସମସ୍ୟା ହେଉଛି ହେବ। ଆଜି କିନ୍ତୁ ନୂତନ ଆୟ ହେବ। ଆଜି ଏକ ବଢ଼ିଆ ଲାଭ ହେବ। ଲାଭପ୍ରଦ ଦିନ। ବନ୍ଧୁ ଲାଭ ହେବ, ମିଷ୍ଟାନ୍ନ ଲାଭ ହେବ, ସୁଖ ଲାଭ ହେବ, ଧନ ଲାଭ ହେବ। ଲାଭ 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 ଲାଭରେ ମୀନରାଶିର ରବିବାର କଟିଯିବ। ତେଣୁ ନାନା ବିବିଧ ଲାଭ ଯୋଗୁଁ ସେ ଖୁସିରେ ରହିବେ। ବିଶେଷତଃ ଦେଇଥିବା ଋଣ ଫେରସ୍ତ ଆସିବ। ଋଣ ସୁଝି ହୋଇଯିବ। ରବିବାର ସୂର୍ଯ୍ୟାଧୀନ ହେତୁ ମୀନରାଶିଙ୍କର ବୃହସ୍ପତିଙ୍କ ଅଧୀନ। ତେଣୁ ସୂର୍ଯ୍ୟ ଆଉ ବୃହସ୍ପତି ମିତ୍ର। ଏହିଭଳି ବହୁ ମିତ୍ର ପାଖକୁ ଆସିବେ। ସେମାନେ ଆଜି ମଧୁର ବ୍ୟବହାର କରିବେ। ବଢ଼ିଆ ଲାଭ ହେବ। ବଢ଼ିଆ ଭୋଜନ ମିଳିବ। ତେଣୁ ରବିବାର ଦିନ ମୀନରାଶି ମାନେ ଯଦି ଏଇ ଲାଭ ଦେଖି ଅତି ସୁଖ ପ୍ରକାଶ କରିବେ, ଅନ୍ୟ ଆଡ଼େ ନିଜର ଆନନ୍ଦ ସୁଖ ପ୍ରକାଶ କରିବେ, ତାହେଲେ ବସା ଦହି ହାଣ୍ଡି ଫାଟିଯିବ। ତେଣୁ ନିଜ ଆନନ୍ଦକୁ ନିଜ ଭିତରେ ରଖି ମୁହଁରେ ପ୍ରକାଶ କରନ୍ତୁ। ପ୍ରଫୁଲ୍ଲିତ ହୁଅନ୍ତୁ। ମଙ୍ଗଳ ହେବ। ଜୟ ଜୟ ଜୟ।